ଲଙ୍କାର ଭୟଙ୍କର ଯୁଦ୍ଧ। ଲଙ୍କାର ଭୟଙ୍କର ଯୁଦ୍ଧ ଚାଲିଥିଲା। ଏକ ପଟେ ଥିଲେ ଅହଙ୍କାରୀ ଲଙ୍କାପତି ରାବଣା, ଅନ୍ୟପଟେ ଧର୍ମର ପ୍ରତୀକ ଶ୍ରୀରାମା। ଦିନକୁ ଦିନ ଯୁଦ୍ଧ ଭୟଙ୍କର ହେଉଥିଲା। ରାବଣ ତାଙ୍କର ସମସ୍ତ ଶକ୍ତି ଓ ଅସ୍ତ୍ର ବ୍ୟବହାର କଲେ, କିନ୍ତୁ ଶ୍ରୀରାମଙ୍କ ଧର୍ମ ଓ ସତ୍ୟର ସାମ୍ନାରେ ସେ ଦୁର୍ବଳ ପଡ଼ିଗଲେ। ଯୁଦ୍ଧର ଶେଷ ଦିନ ଶ୍ରୀରାମଙ୍କ ତୀର ରାବଣଙ୍କ ରଥ ଓ ଅସ୍ତ୍ରକୁ ଭଙ୍ଗିଦେଲା। ରାବଣ ବୁଝିଗଲେ ଯେ ଅହଙ୍କାର ତାଙ୍କର ସବୁଠୁ ବଡ଼ ଶତ୍ରୁ। ସେ ସ୍ମରଣ କଲେ ଯେ ସୀତା ହରଣ କରିବା ତାଙ୍କର ସବୁଠୁ ବଡ଼ ଭୁଲ ଥିଲା। ସେହି ମୁହୂର୍ତ୍ତରେ ରାବଣ ନିଜ କାନ ଧରି ଶ୍ରୀରାମଙ୍କ ଆଗରେ ଭୁଲ ମାଗିଲେ। ସେ କହିଲେ, ହେ ରାମ, ମୁଁ ଅହଙ୍କାରରେ ଅନ୍ଧ ହୋଇ ଅଧର୍ମ କରିଛି। ମୋତେ କ୍ଷମା କରନ୍ତୁ। ଶ୍ରୀରାମ ଦୟାଳୁ ଥିଲେ। ସେ କହିଲେ, ଅପରାଧର ଫଳ ମିଳିବ, କିନ୍ତୁ ଭୁଲ ବୁଝି ପଛୁଆ ହେବା ମହାନତା। ଏହା କହି ସେ ଧର୍ମ ପାଇଁ ତାଙ୍କର କର୍ତ୍ତବ୍ୟ ପୂରଣ କଲେ। ରାବଣଙ୍କ ପତନ ସହିତ ଅହଙ୍କାରର ଶେଷ ହେଲା। ଶିକ୍ଷା। ଏହି କାହାଣୀ ଆମକୁ ଶିଖାଏ, ଅହଙ୍କାର ସବୁବେଳେ ନାଶର କାରଣ। ଭୁଲ କଲେ ମାନିନେବା ଓ ଧର୍ମର ପଥ ଧରିବା ହିଁ ସଠିକ୍। ଶ୍ରୀରାମଙ୍କ ଜୟ। ଭଲ ପାଇଲେ ଲାଇକ୍, ସେୟାର, ସବସ୍କ୍ରାଇବ୍, କମେଣ୍ଟ କରନ୍ତୁ ଦୋସ୍ତମାନେ।